ବରା ସାଙ୍ଗରେ ଆପଣମାନଙ୍କୁ କ'ଣ ଖାଇବାକୁ ଭଲ ଲାଗେ? ଘୁଗୁନି ନା ଆଳୁଦମ୍? ଏମିତି ତ ମୋର ପର୍ସନାଲ୍ ଚଏସ୍ ଯଦି ପଚରାଯିବ ତେବେ ମୁଁ କହିବି ଘୁଗୁନିଟା ଭଲ ଲାଗେ। କିନ୍ତୁ ବର୍ତ୍ତମାନ ସମୟରେ ଯେଉଁ ଛୋଟ ଛୋଟ ଆଳୁ ଆସୁଛି ସେଥିରେ ଆଳୁଦମ୍‌ଟା ପ୍ରିପାରେସନ୍ କଲେ ବହୁତ ହି ଭଲ ଲାଗୁଛି। ଆପଣମାନେ ଆକୁ ଆଳୁ କଷା ବା ଆଳୁଦମ୍ ଯାହା ବି କହିପାରିବେ ଆପଣଙ୍କ ହିସାବରେ। ପିଲାଦିନେ ଯେତେବେଳେ ବଡ଼ଦିନ ବା କ୍ରିସମାସ୍ ହୁଏ, ପିଲାଦିନେ ଆମେ ତ ତାକୁ ବଡ଼ଦିନ ହିଁ କହୁ। ତ ସେଇ ସମୟରେ ଏମିତି ଘରୁ ଆମେ କେତେଜଣ ମିଶି ସାଙ୍ଗସାଥି ସବୁ ନେଇ ଆସୁ କିଛି ଆଳୁ କିଏ, ତେଲ କିଏ ଆଉ ତା ସାଙ୍ଗରେ ଏଇ ପୁରୀ ଆଉ ଆଳୁଦମ୍‌ର ପ୍ରିପାରେସନ୍ ହୁଏ। ଆପଣମାନେ ଯଦି କେହି କରିଥିବେ ତାହେଲେ ଆପଣମାନଙ୍କର ବୋଧହୁଏ ଅନୁଭୂତି ଥିବ। ତ ମୁଁ ଭାବିଲି ଆଜି ବରା ସାଙ୍ଗରେ ମୁଁ ଏଇ ଆଳୁଦମ୍‌ଟା ପ୍ରିପାରେସନ୍ କରିବି। ସେ ପୁରୁଣା ଷ୍ଟାଇଲ୍‌ରେ ପ୍ରଥମେ ମୁଁ ଏଥିରେ ଗରମ ମସଲା ସବୁ ପକେଇଦେଲି। ଗରମ ମସଲାରେ ମେନଲି ମୁଁ ନେଇଥିଲି ଡାଲଚିନି ଆଉ ଯେଉଁ ଅଳେଇଚ, ଗୁଜୁରାତି 2ଟା ଯାକ ନେଇଥିଲି। ତା ସାଙ୍ଗରେ ଅଳ୍ପ ଟିକେ ତେଜପତ୍ର। ସେଟାକୁ ପକେଇ ଦେଇକି ସାଙ୍ଗେ ସାଙ୍ଗେ ଲୋ ଫ୍ଲେମ୍ କରିଦେଇକି ତାପରେ ମୁଁ ପିଆଜ ପକେଇଦେଲି। ପିଆଜ ପକେଇଦେଲା ପରେ ଗ୍ୟାସ୍‌ର ଫ୍ଲେମ୍‌କୁ ଆମେ ବଢ଼େଇଦେବା। ତାକୁ ଗୋଲ୍ଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଲଗାତାର ଚଲେଇକି କୁକ୍ କରିନେବା। ତାପରେ ମୁଁ ଏଠି ନେଇଛି ରସୁଣ ଗୋଟେ ବୁଦା, ମାନେ 8ରୁ 10 କୋଲା ପାଖାପାଖି ନେଇଛି। ଆଉ କୋଲାଗୁଡ଼ା ଟିକେ ବଡ଼ ବଡ଼ ଅଛି। 1 ଇଞ୍ଚ ଅଦା, 5ଟା କଞ୍ଚା ଲଙ୍କା, 2ଟା ଛୋଟ ଟମାଟର, ନହେଲେ ମିଡ଼ିୟମ୍ ସାଇଜ୍‌ର ଟମାଟର ନେଲେ 1.5ଟା, ବଡ଼ ସାଇଜ୍‌ର ଟମାଟର ନେଲେ 1 ଟମାଟର ଆପଣମାନେ ନେଇପାରିବେ। ଆଉ ପିଆଜ ଗୋଲ୍ଡେନ୍ ବ୍ରାଉନ୍ ହେଲା ପରେ ତାର ପେଷ୍ଟକୁ ମୁଁ ପକେଇଦେଲି। ମାନେ ନର୍ମାଲ ଶୁଖା ମସଲାରେ ସେଥିରେ ମୁଁ ପକେଇ ଦେଇଛି କିଚେନ୍ କିଙ୍ଗ ମସଲା, ଧନିଆ ପାଉଡର ଆଉ କାଶ୍ମୀରୀ ଲାଲ ମିର୍ଚ ପାଉଡର। ତା ସାଙ୍ଗରେ ଆବଶ୍ୟକତା ଅନୁସାରେ ହଳଦୀକି ଆମେ ପକେଇଦେବା। ଆଉ ଏଥିରେ ସ୍ୱାଦ ଅନୁସାରେ ଲୁଣ ବି ପକେଇଦେବା। ତେଲ ଉପରକୁ ଉଠି ଆସିବା ପର୍ଯ୍ୟନ୍ତ ଆକୁ ଆମେ ଭଲ ଭାବରେ କୁକ୍ କରିନେବା। ଏଠି ମୁଁ ଫାଳେ ଟମାଟର କାଟିକି ପକେଇ ଦେଇଛି, ଯେଉଁଟାକି ମୁଁ ସେ ବାଟିବା ଟମାଟରରୁ ବଞ୍ଚେଇ ରଖିଥିଲି। ଏଠି ମୁଁ ପ୍ରଥମରୁ ଛୋଟ ଛୋଟ ଆଳୁ, ସେ ଯେଉଁ ବହୁତ ଛୋଟ ଛୋଟ ଆଳୁ ଆସେ ତାକୁ 2 ଫାଳ କରିକି ଛାଣି ନେଇଥିଲି। ଆଉ ସେଇ ତେଲରେ ମୁଁ ମସଲାଟା କଷେଇଛି। ତ ତାକୁ ପକେଇଦେବା। ଆଉ ଆପଣମାନେ ଏଇଟାକୁ ଶୁଖିଲା ଶୁଖିଲା ଯଦି କଷେଇକି ବନେଇବେ ବହୁତ ଭଲ ବନିବ। ଆଉ ବରାରେ ଖିଆ ହେବ ବୋଲି ମୁଁ ହାଲକା ଟିକେ ସେଥିରେ ପାଣି ଦେଇ ଦେଇଛି।